ଯେନ୍ ଦିନୁ ଇ ସୁଭଦ୍ରା ଯୋଜନା ଆରମ୍ଭ ହେଲା ସେ ଦିନୁ ପୁରା ଝମେଲା ଉପରେ ଝମେଲା ଚାଲିଛି ଆଜ୍ଞା। ସେ ଝମେଲା ପୁରା ତାର ନାଁ ନେ କମବା। ପହଲା ଯେତେବେଲେ ଦେଖନ୍ ସୁଭଦ୍ରା ଯୋଜନା ଆରମ୍ଭ ହେଲା ସେ ଟାଇମ୍ରେ ଆଜ୍ଞା ଆଧାର କାର୍ଡ଼ ଲାଗି କେୱାଇସି କରିଯିବା ଲାଗି ଗୋଟେ ଝମେଲା ପଡ଼ିଗଲା। ଗାଁ ଗହଲି ସମସ୍ତେ କରିଗଲେ। 2 ନମ୍ବର ରହିଲା ତାର ଓଟିପିଟା କାମ ନାଇଁ କଲା। ତାର ସର୍ଭର ସବୁବେଳେ ଖାଲି ବିଜି ରହିଲା ଆଜ୍ଞା। ତ ଏଇ ଜାଗାରେ ନିହାତି ଗଭର୍ଣ୍ଣମେଣ୍ଟ କିଛି ପଦକ୍ଷେପ ନେବା କଥା। ଏବେ ଏନ୍ତା ଏନ୍ତା ପଦକ୍ଷେପ ମାନେ ହେଇଛେ ଯେନ୍ଟାକି ଆପଣ ଜାଣିଲା ପରେ ଆପଣର ମୁଣ୍ଡ ବି ହୋସ୍ ଉଡ଼ିଯିବା। କେନ୍ତା ଅଛି ଆସୁନ୍ ଆପଣ ଭିଡ଼ିଓକେ ଟିକେ ପହଲା କରି ଦେଖୁଥିବେ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଥନ୍। ଯାହା ବି ଆମେ ଅପଡ଼େଟ୍ ଦେମୁ ଆରାମସେ ଆପଣଙ୍କର ସୁବିଧା ଲାଗି ଆପଣମାନେ ସବୁ କିଛି ବୁଝିବେ ଆର୍ ଆଗାମୀ ଦିନରେ ହଇରାଣ ନାଇଁ ହେବେ। ସେଥିଲାଗି ଆପଣମାନେ ଚ୍ୟାନେଲ୍କେ ଟିକେ ସବସ୍କ୍ରାଇବ୍ କରିଥନ୍। ଯାହା ବି ନୋଟିଫିକେସନ୍ଟା ଆସବା ଆପଣମାନେ ପହଲା ଆମର ଚ୍ୟାନେଲ୍ରେ ଦେଖବା ଲାଗି ପାଇପାରବେ। ତ ପହଲା କଥା ଦେଖନ୍ ଯେତେବେଲେ CSC ଆଇଡି ଆମେ ଯେତେବେଲେ ଓପନ୍ କରୁଛୁ ସେ ଟାଇମ୍ରେ ଆମେ OTP ନେଇ ଆସୁଥାଇ ଗତକାଲିରେ ହେଲି। ତାପରେ ଆଜି ଦେଖନ୍ ସକାଳ ପୁଆକେ ଯେନ୍ଟାକି ଆମର 4টাରେ ହ୍ୟାକ୍ ହେଇଗଲା। ମାନେ ହ୍ୟାକ୍ ତ ନେଇ ହେଇ ବୋଲି କହୁଛନ୍ ଯେନ୍ଟା ଆମର DM ଆଜ୍ଞା ମାନେ ଅଛନ୍ ତାଙ୍କୁ ପଚରା ଲାଗେ ସେମାନେ କହୁଛନ୍ ଏଇଟା ହ୍ୟାକ୍ ନାଇଁ ହେବା ଆମେ ଟେଷ୍ଟିଂ କରୁଥିଲୁ ତ ସେଥିଲାଗି ଏନ୍ତା ହେଇଛେ ବୋଲଛନ୍। ସେଟା ଭଗବାନକେ ଜାଣି ଆର୍ ସେ ଗଭର୍ଣ୍ଣମେଣ୍ଟ ଜାଣବା ଆଜ୍ଞା। ଆମେ ତ ଏତିକି କଥା ନେଇ ଜାନୁ ଯେନ୍ତିକା ସେମାନେ କହିଲେ ଆମେ ଏନ୍ତା ଆପଣଙ୍କୁ ବତଉଛୁ। ତାପରେ ରହିଲା ଦେଖନ୍ ଅଲଗା ଅଲଗା ଜିଲ୍ଲା ଯେନ୍ ଜିଲ୍ଲାଟାକେ ଆପଣମାନେ ଆବେଦନ ନାଇଁ କରିଥି ସେ ସେମାନକେ ସବୁ ଆପଣଙ୍କର ପୋର୍ଟାଲରେ ସବୁ ଶୋ ହେଇଗଲା। ଯାହାଦ୍ୱାରା ଆମକୁ ବହୁତ ବଡ଼ ଚିନ୍ତା ଲାଗିଯାଉଥିଲା ଯେ ଆମର CSC ଆଇଡି ଭାଲେ ଏନ୍ତା ହେଇଛେ ବୋଲିକରି। କିନ୍ତୁ ଦେଖବାକୁ ଗଲେ ସବକ ଆମର ଓଡ଼ିଶାର ଯେତେ ବି CSC ସେଣ୍ଟର ଅଛି ସମସ୍ତଙ୍କର ଏଇଭଳିଆ ଗୋଟେ ଆଇଡି ଗୋଟେ ସବୁ ଦେଖାଲା ଯେନ୍ଟାକି ଆମେ ଆବେଦନ ନାଇଁ କରିଥି। ବାଲେଶ୍ୱର କନ୍ଧମାଳ ଗଜପତି କୋରାପୁଟ ଏନ୍ତା ବିଭିନ୍ନ ପୁରୀ ଜିଲ୍ଲାର ବି ଆମର ଏଇ ଆଇଡ଼ିରେ ମେନସନ୍ ହେଇ ଆସିଲା ଯାହାକି ଆମେ ଆବେଦନ ନାଇଁ କରିଥି। ବହୁତ ଚିନ୍ତା ଲାଗଲା। ତାପରେ ଆମେ ଆବେଦନ କରବାଟା ଟୋଟାଲ ବନ୍ଦ କଲୁ। ତାପରେ ଆମେ ଭିଡ଼ିଓ ବି ପ୍ରଚାର କଲୁ ଇ ଟାଇମ୍ରେ ଏନ୍ତା ଏନ୍ତା ଅସୁବିଧା ହେଇଗଲା ବୋଲି। କିନ୍ତୁ ଗଭର୍ଣ୍ଣମେଣ୍ଟକେ ଅନୁରୋଧ କଲୁ ଗଭର୍ଣ୍ଣମେଣ୍ଟ ସାଙ୍ଗେ ସାଙ୍ଗେ ବି ଆମକେ ପଦକ୍ଷେପ ଦେଲେ ଯେ ଆମର ଡିଷ୍ଟ୍ରିବ୍ୟୁଟର ଯେନ୍ ଅଛେ ତାଙ୍କ ସହିତ ବି ଯୋଗାଯୋଗ କଲୁ। ସେମାନେ କହିଲେ ଖାଲି ଟେଷ୍ଟିଂ ଚାଲିଛେ ଆପଣ ବ୍ୟସ୍ତ ନାଇଁ ହନ୍ ଆପଣଙ୍କର ସବୁ ସମସ୍ୟା ଠିକ୍ ହେଇଯିବା ବୋଲିକରି। କିନ୍ତୁ ଏବେ ଆହୁରି ଗୋଟେ ବଡ଼ ସମସ୍ୟା ଆସିଗଲା ଯାହାକି ଆପଣଙ୍କର ବ୍ୟାଙ୍କିଂର ଆଜ୍ଞା। ବ୍ୟାଙ୍କ ଦେଖନ୍ ଆପଣଙ୍କର DBT ବ୍ୟାଙ୍କ ହିସାବରେ ତ ଆପଣଙ୍କର ଜାଣିଛନ୍ ପଇସା আসବା। ଏବେ ଗାଁ ଗହଲି ଲୋକମାନେ ଭାବି ଦଉଛନ୍ ଆମର ପଇସା ପଲେଇ ଗଲା କେଁ ବୋଲି। ଆଜ୍ଞା ଆପଣଙ୍କର ପଇସା ପଲା ନାଇଁ ପଲା ହୁଏ ଆପଣ ଧୈର୍ଯ୍ୟ ଧରନ୍ ଯେହେତୁ ସରକାର ଏନ କିଛି ନା କିଛି ବ୍ୟବସ୍ଥା କରବେ। ତ ସେଥିଲାଗି ଆମକେ ଟିକେ ମନକେ ଟିକେ ଶାନ୍ତି କରିବାକୁ ପଡ଼ବା। ତାର ସଙ୍ଗେ ସଙ୍ଗେ ଆମେ ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ଅନୁରୋଧ କରୁଛନ୍ ଆପଣମାନେ ହଡ଼ବଡ଼ିଆ ନିଷ୍ପତ୍ତି ନେଇ କରି ଭଲ ଭାବରେ ସୁଭଦ୍ରା ଯୋଜନା ତାର ପୋର୍ଟାଲକେ ଠିକ୍ ଭାବରେ କାମ କରିବା ଲାଗି ଟିକେ ଚେଷ୍ଟା କରନ୍ ଆଜ୍ଞା। କାଁ ଯେ ଆମେ ବି ଦିନ ସାରା ଯୁଗି ଯୁଗି ଆମର ବି ମୁଡ଼ କାମ ନାଇଁ କରବା ଏଇ ଜାଗାରେ। ବାରମ୍ବାର ସେ ପୋର୍ଟାଲରେ ଘାଣ୍ଟି ହେଉଛୁ ସକାଳୁ ବେଲ ବୁଡ଼ି ଯାଉଛେ ଦିନକେ ଗୋଟେ କରବାଟା ତ ମୁସ୍କିଲ ହେଇଯାଉଛି। ଯଦି ଆପଣମାନେ କମେଣ୍ଟ ସେକ୍ସନରେ କହିବେ ଆପଣମାନେ କେନ୍ ଜିଲ୍ଲାରୁ ଦେଖୁଛନ୍ ଆର୍ କେତେଟା ଲେଖା ସୁଭଦ୍ରା ଯୋଜନା ଅନଲାଇନ୍ କରୁଛନ୍ ଆଜ୍ଞା। ପରଦିନ ଟିକେ ଭଲ ଭାବରେ ଟିକେ ଅଳ୍ପ ଅଳ୍ପ ରାତିରେ 2 ବଜା 9 ବଜାରୁ ସକାଳ ପାଖ ଅଳ୍ପ ଅଳ୍ପ କାମ ଦେଲା ପଚାଶ ସେଟା କରି ହେଲା। କାଲି ତ ଟୋଟାଲ ଗୋଟେ ବି ନାଇଁ କରି ଆଜ୍ଞା। ସକାଳ ପାଖ ଆଜି ସକାଳ ପାଖ ଯେତେବେଳେ କରୁଥିଲୁ ଅଲଗା ଲୋକର ଆଇଡି ବତାଲା ଆବେଦନ କଲା ବେଳକୁ ବହୁତ ଡର ଲାଗଲା। ତାପରେ ଆପଣମାନେ ମୁଁ ଅନୁରୋଧ କରୁଛି ଆପଣମାନେ କେନ୍ କେନ୍ ଜିଲ୍ଲାରୁ ଦେଖୁଛନ୍ ନିହାତି ଟିକେ ଆପଣମାନେ କମେଣ୍ଟ ସେକ୍ସନରେ ଜଣାବେ କାଁ ଯେ ଆପଣମାନେ ଜିଲ୍ଲାର ନା ଦେଲେ ମୋତେ ବି ମୋଟିଭେଟ୍ ମିଲବା ଆରୁ ଏବଂ ଆପଣଙ୍କର ସେହି ହିସାବରେ ମୁଇଁ ଭିଡ଼ିଓ ବନାବା ଲାଗି ମୋତେ କୌଣସି ଅସୁବିଧା ନାଇଁ ହୁଏ। ତ ଏବେ ଆସନ୍ତୁ ଦେଖୁନ୍ ମେନ୍ ଟପିକ୍ରେ ପୁରା ଆଲୋଚନା କର୍ମା। ଆମେ ଯେତେବେଲେ ଏବେ ଅନଲାଇନ୍ କରୁଛୁ ସବୁ ଠିକ୍ ହେଲା ପରେ ଯେତେବେଲେ ସେ ଆଜ୍ଞା ମାନେ କହୁଛନ୍ ଆମର ଡିଷ୍ଟ୍ରିକ୍ଟର ଯେନ୍ ମାନେ ଅଛନ୍ କିନ୍ତୁ ଦେଖିଲା ବେଲକି ଆଜ୍ଞା ଏବେ ଟୋଟାଲ ଭାବରେ କାମ ନାଇଁ କରବା। ମାନେ ଯେନ୍ CSC ଆଇଡି ଯେନ୍ ନମ୍ବରଟା ଆଉଥିଲା 0013 ଆଉଥିଲା ସେଇଟା ସବୁ ହଟି ଯାଇଛି। ନିଜର ଆଇଡି ପାସୱାର୍ଡ଼ ଦେଲା ପରେ ନିଜର ଆଇଡି ପାସୱାର୍ଡ଼ ସବୁ ଦେଖାଉଛି ଏବେ ଠିକ୍ ଅଛି ନୋ ଡାଉଟ୍ ଭଲ ବି ହେଲା। କିନ୍ତୁ ଏବେ ଦେଖନ୍ ଯେତେବେଲେ ଆମେ ବ୍ୟାଙ୍କଟା ଦଉଛୁ ମନେ କରାଯାଉ ମୋର ବ୍ୟାଙ୍କ ଅଛି SBIରେ DBTଟା ଅଛି କିନ୍ତୁ ଦେଖାଉଛେ କୋଟାକ ମହିନ୍ଦ୍ରା ସିକ୍ୟୁରିଟି ବ୍ୟାଙ୍କ ଦେଖାଉଛେ DBTଟା। ଆଉ ଜଣେ ଜଣେ ଲେଖୁଛେ ମୁମ୍ବାଇ ବ୍ୟାଙ୍କ ଗ୍ରାମୀଣ ବ୍ୟାଙ୍କ ଲେଖୁଛି। ଆଉ ଗୋଟେ ବ୍ୟାଙ୍କ ଅଫ୍ ବରୋଦା ମହାରାଷ୍ଟ୍ର ଲେଖୁଛି। ଆଉ ଗୋଟେ ଅଛି ବ୍ୟାଙ୍କ ଅଫ୍ ବରୋଦା ୱେଷ୍ଟ ବେଙ୍ଗଲ ଲେଖୁଛି। ବ୍ୟାଙ୍କ ଅଫ୍ ବରୋଦା ଅହମ୍ମଦାବାଦ ଲେଖୁଛି। ଇ ଟାଇପ୍ର ଲେଖୁଛେ ତ ଏଇନେ ଗୋଟେ ବହୁତ ବଡ଼ ସମସ୍ୟା ହେଇଯାଇଛେ। ତ ତେଣୁକରି ଆମେ ପ୍ରଶାସନ ଏବଂ ଓଡ଼ିଶା ଗଭର୍ଣ୍ଣମେଣ୍ଟକେ ନିହାତି ଭାବରେ ଆମେ ଅନୁରୋଧ କରୁଛୁ ଯେ ଆପଣମାନେ ନିହାତି ଭାବରେ ଇନର କିଛି ସମାଧାନ କରନ୍। আর যেতে বি CSC সেন্টর ভাই মানে অছন সেমানকে বি মুই অনুরোধ করছে পোর্টাল যেতে বেলে আপন মানে ঠিক নেই হেবা সেতকি বেলে তো আপন টোটাল আবেদন নেই করন কাঁ যে আপন আম মনে খাই জায়গায় ফসিছু আজ্ঞা CSC বালে কাঁ যে যাহা বি দোষ হেবা আমকে দোষ হেবা যে কাঁ যে তুই নেই জানিকর কাঁ যে অনলাইন করুলু বলে আমকে কষ্টমর মানে আসিকর কহবে তো সেথিলাগি বেটর হেবা আমি বরং পোর্টালটা ঠিক হেবা পতে আমকে ওয়েট করা পড়বা তারপরে পোর্টাল যেতে বেলে ভাল ভাবে কাম করবা তারপরে আমি আবেদন করমা তারপরে আগে আমি ঠিক ভাবে রইপারমা লোককে সচেতন भी করিপারমা। आउ देखन आपण मानके भी जेते भी दर्शक बंधु मान आपण मान देखुचन कोनोसी CSC सेंटर जे आपण माने गहल नै करन कां जे बहुत बड़ समस्या माने ही जाउचे तो तेणु करी आपण माने निहाती भाबे जेते लिंक टा प्रॉपर काम करबा से टाइम रे आपण माने आसी करी CSC सेंटर रे निज निज सुविधा देख करी आपण माने आवेदन करबे।
আর ওড়িশা গভর্নমেন্ট কে ମୁଁ ବିନମ୍ର ଅନୁରୋଧ କରୁଛେ ଆପଣମାନେ ନିହାତି ଭାବରେ ଇ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ ଯେନ୍ଟାକି ଆମର ପୋର୍ଟାଲଟା ଠିକ୍ ଭାବରେ କାମ ନାଇଁ କରବା ସୁଭଦ୍ରା ପୋର୍ଟାଲ ତାର ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପରେ ଆମେ ଯାହା ଭଲ ଭାବରେ କାମ କଲା ପରେ ଆମେ ଆବେଦନ କରମୁ ନହେଲେ ଏନ୍ତା ସିଏସସି ଆଇଡି ଧରିକରି କମ୍ପ୍ୟୁଟର ଧରିକି ବସିଥିଲେ ଆମେ କାଣା ଲାଭ ଦେଉଛୁ ବାରମ୍ବାର ଗୋଟେ ଦିନକେ ଗୋଟେ କରବାଟା ବି ମୁସ୍କିଲ ହେଇଯିବ ଏନ୍ତା ପରିସ୍ଥିତି ହେଇଗଲା ନା ଏବେ दर्शक बंधु निहाती भाव में आपण चैनल के सब्सक्राइब करथन जितेबले आम जहाँ भी अपडेट आसबा आराम से आम वीडियो माध्यम आपन के प्रोवाइड करमु।